ପକ୍ଷରେ ପ୍ରକୃତରେ ମଙ୍ଗଳକର ହବ ନା। କୌଣସି ପ୍ରକାର ଭୌତିକ ଲାଭ ମଙ୍ଗଳକର ନୁହେଁ। କୌଣସି ପ୍ରକାର ଭୌତିକ ଲାଭ ମଙ୍ଗଳକର ନୁହେଁ। କାହିଁକି ନା ଭୌତିକ କା ମାନେ ଦୁଃଖାଳୟ, ଅମଙ୍ଗଳ, ଦୁଃଖ, ଟେମ୍ପୋରାରୀ, ଅନିତ୍ୟ, ଆଦ୍ୟନ୍ତବନ୍ତ, ଟେମ୍ପୋରାରୀ, ସ୍ୱଳ୍ପ ସମୟ ଆରମ୍ଭ ଅଛି ଶେଷ ଅଛି। ବାବା ନିତ୍ୟ ଜିନିଷ ଏଥିରେ କିଛି ନାହିଁ। ସବୁ ବ୍ୟବସ୍ଥା ଏଇଆ ଏଠି, କିନ୍ତୁ ସେଠି ସବୁ ନିତ୍ୟ, ସେଠି ଜାଗ୍ରତ ଅବସ୍ଥା, ସେଠି ସୁଖକର ଅବସ୍ଥା, ଏଠି ଦୁଃଖକର ଆନନ୍ଦମୟ ଅବସ୍ଥା, ଏଠି ନିରାନନ୍ଦମୟ ଦୁଃଖ। ଏଇଟା କଥା ରହିଯାଉଛି। ତେଣୁ ଆମମାନଙ୍କୁ ଏଇଟାକୁ ସ୍ୱୀକାର କରିବା ପାଇଁ ପଡ଼ିବ। ଯାହା କୃଷ୍ଣର ଇଚ୍ଛା, ଯାହା କୃଷ୍ଣ ହିଁ ଆମର ମଙ୍ଗଳାକାଙ୍ଗୀ ବନ୍ଧୁ, ତାଙ୍କର ପରାବିନ୍ଦରେ ସମ୍ପୂର୍ଣ୍ଣ ଆଶ୍ରିତ ହବା, ସେ ଯାହା ମଙ୍ଗଳମୟତା ଆମକୁ ଦେବେ, ଆମର ସେଇଟା ଆମେ ଜାଣିବା ଏଇଟା ହିଁ ମଙ୍ଗଳ। ମାଲ ଖାଇବା ମୋ ପକ୍ଷରେ ମଙ୍ଗଳମୟ, ଚାକିରି ଚାଲିଯିବା ମୋ ପକ୍ଷରେ ମଙ୍ଗଳମୟ। ଭୌତିକ ଲାଭଟା ନଦେଲେ ତ ମୋ ପକ୍ଷରେ ମଙ୍ଗଳମୟ। କାରଣ ଭୌତିକ ଲାଭଟା କଣ ଦରକାର ଅଛି? ଏତେ ଦୁଃଖର ପରିଣତି ଲାଭ, ପରିଣତି ଦୁଃଖ କଣ? ଅନିତ୍ୟ। ମୋର ନିତ୍ୟ ଜିନିଷ ଦରକାର, ନିତ୍ୟ ଆନନ୍ଦମୟ କଥା ସ୍ଥିତିଟା ଦରକାର। ତାই ତ ଆମର କଥାଟା ଏଇଟା ବୁଝିବାକୁ ପଡ଼ିବ। ତେଣୁ ପ୍ରକୃତ ମଙ୍ଗଳଟା କି? ପ୍ରକୃତ ମଙ୍ଗଳଟା କି? ପରୋପକାର କି? ଦୟାଟା କି? ଆମକୁ ସାଧାରଣ ଲୋକ ଏଠି ଭୌତିକ ଜଗତରେ ଯେତେ ବଡ଼ ଲୋକ କୁହ, ଯେତେ so-called big person, they cannot understand it. They cannot understand. ଯଦି ତୁମେ ଏ କଥା କହିବ, they will laugh at you. They will ridicule it. ସେମାନେ ତୁମକୁ କଥାରେ ହାସ୍ୟ କରିବେ, ତୁମକୁ ତାଚ୍ଛଲ୍ୟ କରିବେ, ତୁମକୁ କେତେ ଯଚ୍ଛାତା କହିବେ। କାରଣ they cannot understand because they are in dreaming state. They are not real awakening state. This is the thing. ଉଦାହରଣ ସ୍ୱରୂପ ଯେ ଆମର କୁହାଉଛି, ଶ୍ରୀମାନ ମହାପ୍ରଭୁ କହିଲେ, ଭାରତ ଭୂମିতে ମନୁଷ୍ୟ ଜନ୍ମ ହେଲା, ଯାହା ଜନ୍ମ ସାର୍ଥକ କରି କର ପରୋପକାର। ଯେ ଭାରତରେ ମଣିଷ ଜନ୍ମ ହେଲା, ସେ ଜନ୍ମ ସାର୍ଥକ କର ପରୋପକାର। କଣ ପରୋପକାର? ପରୋପକାରଟା କି ଜିନିଷଟା? ମହାପ୍ରଭୁଙ୍କର କହିବା ତାତ୍ପର୍ଯ୍ୟଟା କଣ ଅଛି? ତା ମହାପ୍ରଭୁ ପରୋପକାର କହିଲେ କଣଟାକୁ ମିନ୍ କରୁଛନ୍ତି ତା ଆମକୁ ବୁଝିବାକୁ ପଡ଼ିବ। କିନ୍ତୁ ମେଟେରିଆଲ କାଲକୁଲେସନରେ ମେଟେରିଆଲ ସ୍ପେୟାର ଲୋକ ପରୋପକାର କଲେ କଣ ବୁଝୁଛି? ବାପା ପରୋପକାର ବୁଝୁଛି ସର ପାଇଁ ଉପକାର, ସର ପାଇଁ ଉପକାର। ବୁଭୁକ୍ଷୁକୁ ଅନ୍ନଦାନ, ରୋଗୀକୁ ଚିକିତ୍ସା ଦାନ ବା ପଥ୍ୟ ଦାନ, ଅଶିକ୍ଷିତକୁ ଶିକ୍ଷା ଦାନ, ନିର୍ଧନକୁ ଅର୍ଥ ଦାନ, ଏ ପରୋପକାର ମେଟେରିଆଲ ସ୍ପିୟର। ଏଇଟା ଯେ କରୁଛି ସେ ପ୍ରକୃତରେ ପରୋପକାର କରୁଛି। ମଦର ତେରେସା ପାଉଛନ୍ତି ବର୍ତ୍ତମାନ ପୁରସ୍କାର, সোভিয়েত পুরস্কার কোনটায় পাইলেন। দুর্গত অসহায়, দুর্গত অসহাୟ କ୍ଲେଶ ପ୍ରପୀଡ଼ିତ ତାପିତ ବ୍ୟକ୍ତିମାନଙ୍କର ସେବା କରୁଛନ୍ତି। ସେ ବିଗ୍ ସର୍ଭିସ୍ ରେଣ୍ଡରିଂ, ଭେରି ବିଗ୍ ସର୍ଭିସ୍ ରେଣ୍ଡରିଂ। ଶାନ୍ତି ପୁରସ୍କାର ପାଇଦେବେ, ପୁଣି ସୋଭିୟତ ପୁରସ୍କାର ପାଇଲେ, ଆଉ କୋଉ ପୁରସ୍କାର ପାଇବେ? and this is reality for them. Materials for such big persons, this is reality for them. এটা ঠিক না কথা। কিন্তু তুমি কইব না এ ঠিক উপকার নহে, আমি শরীর নও, আমি আত্মা। আত্মার যত উপকার হবো তাই প্রকৃত উপকার। আত্মা কথা কি বুঝছি বাপা? আত্মাকে কিଏ ଦେଖୁଛି ନା ଆତ୍ମାକୁ କିଏ ଜାଣୁଛି ନା ଆତ୍ମା କଥା କିଏ ଜାଣୁଛି? ଆଉ ନ ଦି ବଡି ସମସ୍ତେ ଶରୀରଟା କେମିତି? ମୁଁ କହିଲେ ଶରୀରଟା, ଆମେ ଏଇ ଶରୀରଟା, ଆଉ ତ ଅନ୍ୟ କଥା କିଛି ବୁଝୁନି। ଶରୀର ଅତିରିକ୍ତ ଜିନିଷ କଥା ତ କେହି ବୁଝନ୍ତି ନାହିଁ। ଆତ୍ମୀୟ କଥା ତ କହିବେ ଲାପାଟି ଫେସ୍ କରୁଛୁ। ତଥାକଥିତ ଏଇ ଯୋଉ ଖୁବ୍ ମେଟେରିଆଲି ଡିଷ୍ଟିଂଗୁଇଶ୍ଡ ପର୍ସନ୍ସ, ଇଂରେଜୀ ଡିଷ୍ଟିଂଗୁଇଶ୍ଡ ପର୍ସନାଲିଟିଜ, ପର୍ସନ ଏମିତି ବଡ଼ ବଡ଼ ଉପାଧି ପାଇଛନ୍ତି, ପଦ୍ମଶ୍ରୀ, ପଦ୍ମଭୂଷଣ, like that, have been awarded such designation. ଉପାଧି ପାଇଛନ୍ତି ନା ସେମାନେ material field recognized, great recognized persons.
ବିଗ୍ ବିଗ୍ ପର୍ସନାଲିଟିଜ୍ ବୁଝିପାରିଲେ? ସେମାନଙ୍କୁ ଏ କଥା କହିବେ ତ ସେମାନେ କହିବେ ଏଇଟା କିଛି କାମ ନାହିଁ ହବ, ମୋଠରେ ଖାଇ ଖଟରେ ଶୁଣୁଛନ୍ତି ଭାଇ, କହୁଛନ୍ତି ନା ଆମେ ଏଠି କାମ କରୁଛୁ ସାହା କରୁଛୁ। ଦୁର୍ଗତ ଲୋକର ସେବା କରୁଛ, তুমি ଦୁର୍ଗତ ଲୋକର ସେବା କରୁଛ। କ୍ଲେଶ ପ୍ରପୀଡ଼ିତ ତାପରେ ଲୋକ ତାପରେ ଦେବୀଙ୍କ ହଉଛି ଜନ୍ମ ଜନ୍ମାନ୍ତର ଧରି ଜନ୍ମ ମୃତ୍ୟୁ ଚକ୍ରରେ ଘୂର୍ଣ୍ଣାୟମାନ ହଉଛି, ଜନ୍ମ ଜନ୍ମାନ୍ତର ଧରି ଭୌତିକ ଜଗତରେ ଦୁଃଖାଳୟରେ ପଡ଼ି ଦୁଃଖ ହେଇପାରୁଛି। ତାର ପ୍ରକୃତରେ ଚିରଦିନ ପାଇଁ ଦୁଃଖର ଅବସାନ ହବ କିପରି, ସେ ଉପକାରଟା କିଏ କରୁଛି? তুমি করছো। মুমুক্ষুকে অন্নদান, তৃষার্তকে জলদান, নির্ধনকে ধনদান, রোগীকে ঔষধ দান, পথ্য দান, অশিক্ষিতকে শিক্ষাদান, মেটেরিয়াল এডুকেশন, এই তোমার পরোপকার। এই পরোপকারটা হচ্ছে বড় শরীর প্রতি উপকার। আর শরীরটা আজ আজকাল নষ্ট হয়ে যাব, তাহলে উপকার তোমার কে দেবে? কে তোমরা উপকারে বাপা? শরীর আজ আজকাল নষ্ট হয়, ও মুহূর্তে নষ্ট হয়ে গেলে তাহলে কে উপকার? আর যেতে থর তুমি এটি জন্ম হতো মেটেরিয়াল বডি পাওতো সে তোর তো এই জন্ম মৃত্যু ধরা ব্যাধি ভোগিব না। কোটি তোমার দুঃখর অবসান করে পকেলা, কোন কোটি অবসান গেল টেম্পোরারি না, প্রকৃত পরম্পরা নୁହଁ। ଆଉ ଗୋଟେ ପ୍ରକାର ହଉଛି ମନର ଉପକାର, ସବ ପ୍ରତି ଉପକାର, ମନ ପ୍ରତି ଉପକାର। ମନ ପ୍ରତି ଉପକାର by giving them some teaching, ଶିକ୍ଷା ଦାନ। তাই মন ইজ এ ম্যাটেরিয়াল এলিমেন্ট, মন তো গোটে ভৌতিক তত্ত্ব না, তেণু তা ମଧ୍ୟ ভৌতিক তাই প্রকৃত উপকার নୁହେଁ। প্রকৃত উপকার হচ্ছে আত্মার প্রতি যদি উপকার কল তুমি। আত্মা হচ্ছে চিরন্তন বস্তু, নিত্য বস্তু, নিত্য বস্তু চিরন্তন বস্তু না হন্যতে হন্যমান। এ শরীরে স্বর নষ্ট হলে আত্মা নষ্ট হউনি, সে চিরদিন হয়েছে চিরন্তন বস্তু। তেଣୁ ଚିରାନନ୍ଦମୟ ବସ୍ତୁ, ଚିନ୍ମୟ ବସ୍ତୁ, ତାହା ହେଉଛି ପ୍ରକୃତ ବାସ୍ତବ ବସ୍ତୁ, ସ୍ୱରଟା ବାସ୍ତବ ବସ୍ତୁ। ତେଣୁ ଆତ୍ମାର ପ୍ରତି ଉପକାର କରାଯାଏ, ତାହା ହେଉଛି ପ୍ରକୃତ ଉପକାର, ସର୍ବୋତ୍କୃଷ୍ଟ ଉପକାର। ତା କିଏ କରୁଛି? ତା ସାଧୁଗୁରୁ ବୈଷ୍ଣବମାନେ କରୁଛନ୍ତି। ଆତ୍ମାର କଲ୍ୟାଣ ହବ ଯୁଦ୍ଧରେ, ଆତ୍ମା ପ୍ରକୃତରେ ଉପକାର ହବ, ଆତ୍ମା ତାର ବିସ୍ମୃତି ତ୍ୟାଗ କରିବ, ତାର ସ୍ୱରୂପ ସ୍ଥିତିରେ ରହିବ। ମୁଁ କୃଷ୍ଣ ଦାସ, କୃଷ୍ଣ ସେବା ନିଯୁକ୍ତ ହବ, ଚିରନ୍ତନ ଆନନ୍ଦ ପାଇବ, ଦୁଃଖ ନିବୃତ୍ତି ହେଇଯିବ। ତାର ଶେଷରେ ସେ ଚିଜଗତ ଚିଦାନନ୍ଦମୟ ଧାମକୁ ଯିବ। ସେ ତାପରେ ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମ, ଯୋଉଠି ଗଲେ ଆଉ ଏ ଦୁଃଖାଳୟକୁ, ଏ ଅସତ୍, ଏ ଯୋଉ ଟେମ୍ପୋରାରୀ ଅସ୍ଥାୟୀ ଭୌତିକ ଜଗତ ଯୋଉଠି ଜନ୍ମ ମୃତ୍ୟୁ ଅଛି, ଦୁଃଖ ଅଛି, ସେଠିକି ଆଉ ସେ ଫେରିବ ନା। ସେ ଡ୍ରିମ୍ ଲ୍ୟାଣ୍ଡକୁ ଆଉ ଫେରିବ ନା। ନେଭର କମ୍ ଟୁ ଡ୍ରିମ୍ ଲ୍ୟାଣ୍ଡ, ଅଲୱେଜ୍ ଇନ୍ ୱେକିଂ। ସବୁବେଳେ ଜାଗ୍ରତ ଅବସ୍ଥା ରହିବ, ଏଠି ସ୍ୱପ୍ନ ଅବସ୍ଥା କାହିଁକି ଆସିବ? ନେଭର କମ୍ ବ୍ୟାକ୍, ସେ ଫେରିବ ନା। এইটা উপকার যে কলা সে বড় উপকার, প্রকৃত উপকার কলা না তুমি প্রকৃত উপকার কর। কিন্তু দে ক্যানট আন্ডারস্ট্যান্ড ইট, ସେମାନେ ବୁଝିପାରିବେ। দে ক্যানট আন্ডারস্ট্যান্ড, নো। তুমি যেতে চেষ্টা করো ତାଙ୍କୁ ବୁଝିବା ପାଇଁ, ଦେ କ୍ୟାନଟ୍ ଆଣ୍ଡାରଷ୍ଟାଣ୍ଡ, ଜମା ବୁଝିପାରିବେ। ଆଉ ତାଙ୍କ କାଲକୁଲେସନ ସେଇ ଦିଗରେ ବିଚାର କରି ତାଙ୍କ ଇଟା ପାଠ